ସେଦିନ କାଳବୈଶାଖୀର ରାତି ଥିଲା। ଘଡ଼ଘଡ଼ି ଛାତ ଫଟେଇ ଦେଉଥାଏ, ବିଜୁଳି ଚମକୁଥାଏ। ବର୍ଷାର ପାଣି ପାହାଡ଼ରୁ ଗଡ଼ି ଗଡ଼ି ରାସ୍ତାରେ ମିଶି ଯାଉଥାନ୍ତି। ସେଇ ଝଡ଼ ତୁଫାନ ରାତିରେ ତିନି ସାଙ୍ଗ ବାଇକ୍ରେ ଜାକି ହୋଇ ଅନ୍ଧାରୁଆ ରାସ୍ତାରେ ଚାଲି ଯାଉଥାନ୍ତି। ଗାଡ଼ିର ଡିକିରେ ବନ୍ଦ ଥିଲା ଚିଲ୍ ବିୟର୍। କୋଉଠି ବସି ପିଇବେ ଆଉ ଜାଣିପାରୁନାହାନ୍ତି। ଚାରିଆଡ଼େ ତ ଖାଲି ପାଣି କାଦୁଅ ପଚ ପଚ। ଏ ବିଜୁଳି ରାତିରେ ଆଗକୁ ଯିବା ସୁରକ୍ଷିତ ନୁହେଁ। ସେଥିପାଇଁ ସେମାନଙ୍କୁ ମୁଣ୍ଡ ଉପରୁ ଝଡ଼ ପାସ୍ କରିକି ଯିବାର ଅପେକ୍ଷା କରିବାକୁ ପଡ଼ିଲା। ଆଶ୍ରୟସ୍ଥଳୀ ଖୋଜି ଖୋଜି ତିନି ଜଣ ଓ ତାଙ୍କ ବାଇକ୍ ପହଞ୍ଚିଲା ଗୋଟେ ବିରାଟ ରାଜବାଟୀ ପାଖରେ। କିନ୍ତୁ ସେଠି କେହି ରହୁନଥିଲେ। ଅବସ୍ଥା ଏମିତି ଥିଲା ଯେମିତି ସେ ମହଲ ଅନାଥ ଛାଡ଼ି ଦିଆଯାଇଛି। କେଜାଣି କେତେ ବର୍ଷ ହୋଇଯିବ। ଗଛଲତା ମହଲ ଭିତରେ ଘର କରିସାରିଲେଣି। ମହଲର କାନ୍ଥ ତାଙ୍କ ପଛରେ ଲୁଚି ପଡ଼ୁଥିଲା। ମାନସ କହିଲା, ମୁଁ ଆଉ ଗାଡ଼ି ଚଲେଇ ପାରିବିନି। ବର୍ଷାରେ ଅନାଇ ହେଉନି। ଚାଲ ଏ ଘରେ କିଛି ସମୟ ରହିଯିବା। ଶିବୁ ଆଉ କିଶନ ସେ ମହଲ ଆଡ଼କୁ ଚାହିଁଲେ। ଗୋଟିଏ ଘଡ଼ଘଡ଼ି ସେ ମହଲକୁ ଆଲୋକିତ କରିଦେଲା। ବିଲକୁଲ ନୁହେଁ, ଆମେ ଏଠି ରହିବନି, ଦୁହେଁ କହିଲେ। ଆରେ ପାଗଳ ନା କ'ଣ? ଏମିତି ଗାଡ଼ି ଚଲେଇଲେ ତିନି ଜଣ ନିଶ୍ଚୟ ବଜ୍ରପାତରେ ମରିବା। ଆଗକୁ ଆଉ କିଛି ନାହିଁ, ଏଇଟା ଗାଁର ଶେଷ ଘର। ହଁ, ଏଇଟା ବି ଠିକ୍ କଥା, ଶିବୁ ଆଉ କିଶନ କହିଲେ। ଗାଡ଼ି ବୁଲାଇ ମହଲର ଗେଟ୍ ପାଖକୁ ଗଲେ। ଗରମ ଇଞ୍ଜିନ୍ରୁ ଧୂଆଁ ବାହାରୁଥାଏ। ଷ୍ଟାଣ୍ଡ ମାରି ମାନସ ଗେଟ୍ ପାଖକୁ ଯାଇ ତାର ଫାଟରେ ଝାଙ୍କି ଦେଖିଲା। ଭିତରେ ମଣିଷର ଚିହ୍ନ ବର୍ଣ୍ଣ ନାହିଁ। ଥିଲା ତ ଖାଲି ଗଛଲତା ବଣ। ଗେଟ୍ରେ ଖଣ୍ଡିଏ କଣିକି ଲଗା ତାଲା ଝୁଲୁଛି। ତିନି ଜଣ ପାଚେରୀ ଡେଇଁ ଭିତରକୁ ଗଲେ। ଘଡ଼ଘଡ଼ି ଯୋଗୁଁ ତିନି ଜଣଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇ ରହିଥିଲା। ଶିବୁ ଆଉ କିଶନ ଦୁହେଁ ଫୋନ୍କୁ ପୁନର୍ବାର ଅନ୍ କଲେ ଓ ଟର୍ଚ୍ଚ ଦେଖାଇଲେ। ଦୁଇ ଜଣଙ୍କ ଫୋନ୍ ଅନ୍ ହେବା ପରେ ମାନସର ମିସ୍କଲ୍ ଆସିଥିଲା। ଆରେ ମାନସ, ତୁ ଫୋନ୍ କରିଥିଲୁ କି ଆମକୁ? ନାଇଁ ତ, ବୋଧହୁଏ ହାତ ବାଜି ଯାଇଥିବ। ଛାଡ଼, ଚାଲ ଭିତରକୁ ଯିବା, ମାନସ କହିଲା। ବିୟର ପେଟିକୁ ହାତରେ ଧରି ତିନି ଜଣ ମହଲର ବାରଣ୍ଡାରେ ପହଞ୍ଚିଲେ। କଳା ମାଟି ବାରଣ୍ଡା ସାରା ପଡ଼ିଥାଏ। ଜୋତାରେ ବି ଲାଗି ଯାଇଥିଲା। ଶୁଖିଲା ପତ୍ର ପବନରେ ଉଡ଼ି ଦେହରେ ପିଟି ହେଉଥାଏ। ଆରେ ଶୀଘ୍ର କୋଉ ବାଟ ଦେଖ, ଭିତରକୁ ଯିବା, କିଶନ କହିଲା। ଏକାଥରକରେ ଗୋଟିଏ ଧକ୍କା ଦେଇଛି ମହଲର କଣିକି ଲଗା ଲୁହାର କବାଟ ଖୋଲିଗଲା। ତାର ଆବାଜରେ ଦଳେ ବାଦୁଡ଼ି ମହଲ ଭିତରେ ଫଡ଼ ଫଡ଼ ହେଲେ। ଶିବୁ ଆଉ କିଶନ ମୁହଁରେ ହାତ ଦେଇଦେଲେ। ଘର ଭିତରେ ମଲା ଜୀବଜନ୍ତୁଙ୍କର ଗନ୍ଧ ଆସୁଥିଲା। ମାନସ କହିଲା, ଆରେ ଏ ଘର ବିଷୟରେ ମୁଁ ଜାଣିଛି। ବହୁତ ଦିନ ହେଲାଣି ବନ୍ଦ ଅଛି, ସେଥିପାଇଁ ଏମିତି ଗନ୍ଧ ଆସୁଛି। ଡରିବାର କିଛି କଥା ନାହିଁ। ଭିତରର ଦୃଶ୍ୟ ଶିବୁ ଓ କିଶନ ମନରେ ଏକ ବିଚିତ୍ର ଭାବନା ସୃଷ୍ଟି କରିସାରିଥିଲା। ଛାତର ଛୁମର ଜୀବନହୀନ ହୋଇ କେଜାଣି କେତେ ବର୍ଷ ହେଲା ଝୁଲୁଛି। ଘର ଭିତରେ ରୁମ୍ ଏତେ ଥିଲା କି ଗଣି ହେଉନଥାଏ। ଅଧିକାଂଶ ତାଲା ପଡ଼ିଥିଲା। ଚୌକି ସୋଫା ସବୁ ଖଣ୍ଡିଆ ଖାବର ହୋଇ ଧୂଳି ଖାଉଥିଲା। ଫୁଲଦାନୀ ଭିତରେ ଏବେ ମୂଷାଙ୍କ ଘର। ଚାଲ ବାଲକୋନିକୁ ଯିବା, ସେଇଠି ଭଲ ଜାଗା ଥିବ। ତିନି ଜଣ ସିଢ଼ି ପଟ ଦେଇ ବାଲକୋନିକୁ ଗଲେ। ଖଣ୍ଡିଏ କପଡ଼ା ଦ୍ୱାରା ତାର ଧୂଳି ଓ ପଥରର ପରଖକୁ ସଫା କରି ବସିବା ଭଳି କଲେ। ବିୟରର ପେଟି ମଝିରେ ରଖାଗଲା। ବାଲକୋନିରେ ଥଣ୍ଡା ଥଣ୍ଡା ମେଘୁଆ ପବନ ବାଜୁଥାଏ। ଘଡ଼ଘଡ଼ି ବର୍ଷା ଏବେ ବି କମିନଥିଲା। ପ୍ରଥମେ ତିନି ଜଣ ଏକ ନିଶ୍ୱାସରେ ତିନିଟା ବିୟର ଶେଷ କରିଦେଲେ। କିଛି ସମୟ ଭବିଷ୍ୟତ ଓ ପାଠପଢ଼ାକୁ ନେଇ ଚର୍ଚ୍ଚା କଲେ। ସେକେଣ୍ଡ ରାଉଣ୍ଡରେ ନିଶା ଚଢ଼ିବା ଆରମ୍ଭ ହେଲା। କିଶନ କହିଲା, ସେ ବୋରିଂ କଥା ଗୁଡ଼ାକ କହି ମୋ ରାତି ଖରାପ କରନା। ଶିବୁ କହିଲା, ସେ ଠିକ୍ କହୁଛି। ଆମେ ଏବେ ଯେଉଁ ଜାଗାରେ ଅଛେ, ସେଭଳି ମାହୋଲକୁ ଗୋଟେ ହରର ଷ୍ଟୋରି ଦରକାର। ପୁରା ମଜା ଆସିଯିବ।
ମାନସ ଦୁଇ ଜଣଙ୍କ ଚେହେରାକୁ ଚାହିଁଥାଏ। ସେମାନଙ୍କୁ ମାନିବାକୁ ପଡ଼ିବ। କିଛି ସମୟ ଆଗରୁ ଘର ଭିତରକୁ ଆସିବାକୁ କୁଣ୍ଠୁ କୁଣ୍ଠୁ ହେଉଥିଲେ, ଆଉ ଏବେ ଏଠି ବସି ଭୂତ କାହାଣୀ ଶୁଣିବାକୁ ଚାହୁଁଛନ୍ତି। ମଦର କମାଲ ଏସବୁ। ମାନସ କହିଲା, ଠିକ୍ ଅଛି, ମୁଁ କାହାଣୀ ଶୁଣେଇବି, କିନ୍ତୁ ଗୋଟିଏ ସର୍ତ୍ତରେ। ତୁମମାନଙ୍କୁ ପୁରା ଶୁଣିବାକୁ ପଡ଼ିବ, ବର୍ଷା ଛାଡ଼ିବା ପର୍ଯ୍ୟନ୍ତ। କାହାଣୀଟି ସାଧାରଣ ନୁହେଁ, ଏହା ଏକ ସତ ଘଟଣା ଆମ ଗାଁରେ ଘଟିଛି। ଗୋଟିଏ ଘଡ଼ଘଡ଼ି, ତାପରେ ସମସ୍ତଙ୍କ ଫୋନ୍ ଫ୍ଲାଇଟ୍ ମୋଡ଼କୁ ଚାଲି ଆସିଲା। ମାନସ କାହାଣୀ ଆରମ୍ଭ କଲା। ବଡ଼ହାଟି ନାଁରେ ଗୋଟେ ଗାଁ ଥିଲା। ଗାଁଟି ପୁରା ଦେଖିବାକୁ ହରିଆଲି। ବହୁତ ପରିଶ୍ରମୀ ସେଠାକାର ଲୋକ। ପ୍ରତ୍ୟେକ ଗ୍ରାମବାସୀମାନଙ୍କ ପାଖରେ ନିଜର ଧନ୍ଦା ବା ନିଜର ଜମି ଥିଲା। ଗାଁର ମୁଖିଆ ଜମିଦାର ବାବୁ ସେ ଗାଁକୁ ଶାସନ କରନ୍ତି। ତାଙ୍କର ଖାତିର ବହୁତ ଥିଲା। ଗାଁର ସବୁ କାମ ନିମନ୍ତରେ ପ୍ରଥମେ ଗାଁ ଲୋକ ତାଙ୍କୁ ମନେ ପକାନ୍ତି। ସେ ଲୋକମାନଙ୍କ ପ୍ରତି ବି ବହୁତ ଦୟାଳୁ ଥିଲେ। ତାଙ୍କର ଗୋଟେ ପୁଅ ଥିଲା ସେତେବେଳେ। ବହୁତ ବର୍ଷ ତଳର କାହାଣୀ। ତାଙ୍କ ପୁଅକୁ ସେ ଅଧିକ ପାଠ ପଢ଼ାଇବା ପାଇଁ ବିଦେଶକୁ ପଠାଇ ଦେଇଥିଲେ। ରାଜମହଲ ପରି ତାଙ୍କର ଘର। ରହିବାକୁ ସେ ଏକା। ତାଙ୍କର ଚାକର ବାକର ଆସି କାମ ସାରି ନିଜ ଘରକୁ ଚାଲିଯାଆନ୍ତି। ବୃଦ୍ଧ ବୟସରେ ଜମିଦାର ବେଶୀ ବାହାରକୁ ଯାଇପାରେ ନାହିଁ। ଖାଲି ଅନାଇ ବସିଥିଲା ତା ପୁଅର ବାଟକୁ। କେବେ ସେ ଘରକୁ ବୋହୂଟିଏ ଆଣିବ ଓ ତାଙ୍କର ଅଧୁରା ମାହୀନ ପରିବାରକୁ ପୁଣି ପୂରଣ କରିବ। ବୋଧହୁଏ ଭଗବାନଙ୍କୁ ଏହା ମଞ୍ଜୁର ନଥିଲା। ହଠାତ୍ ସିଢ଼ିରୁ ପଡ଼ି ଜମିଦାର ଚାଲିଗଲେ। ଗାଁବାଲା ଡାକ୍ତରଙ୍କ ପାଖକୁ ନେଇ ଯାଇଥିଲେ। ସେ କହିଲେ, ଜମିଦାର ବାବୁଙ୍କ ହୃଦୟ ବହୁତ କମଜୋର ହୋଇଯାଇଥିଲା, ସେଥିପାଇଁ ସେ ହାର୍ଟ ଆଟାକରେ ଚାଲିଗଲେ। ଶବକୁ ସଂସ୍କାର କରିବା ପାଇଁ ତାଙ୍କ ପୁଅ ବିଦେଶରୁ ଫେରିଲା। ବାପର ଶବକୁ ଗୋଡ଼ରେ ଧରି ଘଣ୍ଟା ଘଣ୍ଟା କାନ୍ଦିଲା। ଗାଁ ଲୋକ ଯେତେ ବୁଝାଇଲେ ସେ ବୁଝିବାକୁ ଚେଷ୍ଟା କରୁନଥିଲା। 33 ବର୍ଷର ଯୁବକ ହୋଇ ଛୁଆଙ୍କ ପରି କଥାବାର୍ତ୍ତା କରୁଥିଲା। କହିଲା, ମୋ ବାପା ବଞ୍ଚିବେ, ଆଉ ମୁଁ ତାଙ୍କୁ ବଞ୍ଚାଇବି। ପିଲାବେଳୁ ସେ ପାଠ ପଢ଼ା ପାଇଁ ମୋତେ ତାଙ୍କଠାରୁ ଦୂରେଇ ରଖିଲେ। ମୁଁ ଭଲସେ 2 ଓଳି ହସି ଖେଳି ନାହିଁ ତାଙ୍କ ସହ। ମୃତ୍ୟୁର 30 ଘଣ୍ଟା ହୋଇସାରିଥିଲା। ପୁଅ ତାର ବାପାକୁ ଛାଡ଼ିବାର ନାଁ ନେଉନଥାଏ। ଗାଁ ଲୋକ ଏମିତି ସକାଳ ପହରୁ ଅଖିଆପିଆ ଦାଣ୍ଡରେ ବସି ରହିଥାନ୍ତି। କାହାର ସାହସ ନଥିଲା ଜମିଦାରର ପୁଅକୁ ପଦିଏ କଥା କହିବାକୁ। ତାପରେ ରାତି ହୋଇଗଲା। ଜମିଦାରର ପୁଅ ବିକି ସମସ୍ତ ଗାଁ ଲୋକଙ୍କୁ ଜବରଦସ୍ତ ନିଜ ନିଜ ଘରକୁ ବିଦା କରିଦେଲା। କହିଲା, ମୋ ବାପାର ସଂସ୍କାର ମୁଁ ନିଜେ କରିବି, କାହାର ସାହାଯ୍ୟ ଦରକାର ନାହିଁ। କେହି ବି ଏହାର ବିରୋଧ କରିନଥିଲେ। ଗାଁବାଲା ସମସ୍ତେ ଘରକୁ ଚାଲିଗଲେ। ବିକିର ମୁଣ୍ଡ ଭିତରେ କିଛି ବିଚିତ୍ର କଥା ଚାଲୁଥିଲା। ପଇସା ପ୍ରବଳ, କୋଉଥିରେ କମି ନାହିଁ। ଭାବିଲା ସେହି ବଳରେ ସେ ତାର ବାପାକୁ ପୁନର୍ଜୀବିତ କରିବ। କିଛି ଦିନ ଭିତରେ ମହଲ ଦ୍ୱାରରେ ବଡ଼ ବଡ଼ ଘୋଡ଼ା ଗାଡ଼ି ଲାଗିଲା। ଗାଁ ଲୋକଙ୍କୁ ମହଲର ଆଖପାଖରେ ବି ବୁଲିବାକୁ ଅନୁମତି ନଥିଲା, ନା ଚାକର ବାକର। ସମସ୍ତଙ୍କୁ ଲମ୍ବା ଛୁଟି ସହ ମୋଟା ଦରମା ଧରେଇ ଦିଆଯାଇଥିଲା। ବିକି ତା ମୃତ ବାପାକୁ ଫେରାଇ ଆଣିବା ପାଇଁ ଯାହା ଯାହା କରିଥିଲା, ତାହା ଶୁଣିଲେ ଗୋଟିଏ ମୃତ ଲୋକର ବି ଆତ୍ମା ଥରି ଉଠିବ। ପ୍ରଥମେ ସେ ଦେଶ ଭିତରୁ ଓ ବାହାରୁ ବଡ଼ ବଡ଼ ଡକ୍ଟର, ବୈଜ୍ଞାନିକ ଓ ତାନ୍ତ୍ରିକମାନଙ୍କୁ ଡାକିଥିଲା, ଯେଉଁମାନେ ତନ୍ତ୍ର ସାଧନା ବା ଗୁଣିଗାରେଡ଼ି କରୁଥିଲେ। ପ୍ରତ୍ୟେକ ଲୋକ ଜାଣିଥିଲେ କି ଜୀବନ କେବଳ ଭଗବାନଙ୍କ ଦିଆ ଛୋଟିଆ ଉପହାର ମାନବ ଜାତିକୁ। ଏହା କୌଣସି ମଣିଷ ପାଖରେ ସମ୍ଭବ ନୁହେଁ ଯେ ସେ ଗୋଟେ ମୃତ ଲୋକ ଦେହରେ ଜୀବନ ଫୁଙ୍କିଦେବ। କିନ୍ତୁ ବିକି ବିଶ୍ୱାସ ରଖିଥିଲା, କଳେ ବଳେ କୌଶଳେ ସେ ଏହା ସମ୍ଭବ କରିଦେବ। ଘରକୁ ଆସୁଥିବା ବଡ଼ ବଡ଼ ଜ୍ଞାନୀମାନେ ବି ଚାଲାକ ଥିଲେ। ଏତେ ପଇସା ମିଳୁଛି, ଥରେ ଚେଷ୍ଟା କଲେ ଅସୁବିଧା କ'ଣ ଅଛି? ଗୋଟିଏ ପରେ ଗୋଟିଏ ଏକ୍ସପେରିମେଣ୍ଟ କରାଗଲା। ଶେଷରେ କିଛି ଫଳ ବାହାରିଲା ନାହିଁ। ମିଛ ଆଶା, ମିଛ ପ୍ରତିଶ୍ରୁତି ସେମାନେ ଦେଉଥିଲେ।
କେତେ ଜଣ ତ ବିକିକୁ ଠକି ଦେଇ ଚାଲିଗଲେ। ଗୋଟିଏ ଡକ୍ଟର ଥିଲା, ସେ କିଛି ଅଲଗା କରିବାକୁ ଚେଷ୍ଟା କଲା। କହିଲା ତା ପାଖରେ ଗୋଟେ ଦମଦାର ଆଇଡିଆ ଅଛି। କିଛି ବି ହେଉ ତା କଥାରେ ପୁଅ ରାଜି ଥିଲା। ଜମିଦାରର ଶବକୁ ତା ପୁଅ ସମ୍ଭାଳି ଗୋଟେ ଶୀତଳ ଭଣ୍ଡାରରେ ରଖିଥିଲା, ମାନେ ରେଫ୍ରିଜରେଟର ରୁମ୍। ଚେହେରା କାଗଜ ପରି ଧଳା ପଡ଼ିଯାଇଥାଏ। ଶିରଗୁଡ଼ିକ ଚମ ଉପରୁ ଗଣି ହେଇଯାଉଥିଲା। ଆଖି ଓ ଓଠ ପଦାକୁ ବାହାରି ଆଁ କରିଥିଲେ। ଗୋଟିଏ ମାସ ବିତିଗଲାଣି, ଆଉ କେତେ ଦିନ ଲାଗିବ? ଡାକ୍ତର କହିଲା, ମାତ୍ର କିଛି ଦିନର କାମ। ମୋତେ ଗୋଟେ ମାଙ୍କଡ଼ର ହୃଦୟ ଦରକାର। ମୁଁ ତମ ବାପାଙ୍କର ହୃଦୟ ଜାଗାରେ ମାଙ୍କଡ଼ର ହୃଦୟ ଲଗାଇବି। ମୋର ବିଶ୍ୱାସ କି ଏହା କାମ କରିବ। ଏହା ଅସମ୍ଭବ ସେ ବି ଜାଣିଥିଲା, କାରଣ ଗୋଟେ ମଣିଷ ମଲା ପରେ ଖାଲି ତାର ହୃଦୟ ମରିନଥାଏ, ତାର ବହୁତ କିଛି ଜିନିଷ ମରିଯାଇଥାଏ। କେବଳ ଗୋଟେ ଜିଅନ୍ତା ହୃଦୟ ଲଗାଇଲେ ଏହା କ'ଣ ସମ୍ଭବ? ଏତେ ସବୁ ଭାବିବ କିଏ? ପୁଅ ତ ଆଶାରେ ବସିଛି। ସେମାନେ ଅପରେସନ୍ ପାଇଁ ପ୍ରସ୍ତୁତ କଲେ। ଗୋଟିଏ ରାତି ପୂର୍ବରୁ ବିକିକୁ ଗୋଟିଏ ସ୍ୱପ୍ନ ଆସିଥିଲା। ସ୍ୱପ୍ନରେ ବିକି ତା ବାପାକୁ ଗୋଟିଏ କୋଣରେ ବସି କାନ୍ଦୁଥିବାର ଦେଖିବାକୁ ପାଇଲା। ପଚାରିବାରୁ ସେ କହିଲେ, ପୁଅରେ, ମୋତେ ଟିକେ ଶାନ୍ତିରେ ମରିବାକୁ ଦେ। କେତେ ଚିରାଫଡ଼ା କରିବୁ ମୋ ମଲା ଶବ ସହ? ତତେ ପାପ ଲାଗିବରେ ଧନ। ବାପା, ମୋତେ ବିଶ୍ୱାସ କର, ଏଥର ଆମେ ସଫଳ ହେବା। ଏହା ତାର ମାନସିକ ଦୋଷ କି ତା ବାପାର ଆତ୍ମା ଜଣା ନାହିଁ, କିନ୍ତୁ ତାର ବାପା ମଲା ପରଠାରୁ ତା ସହ କଥା ହେଉଥାନ୍ତି। ସେ ପ୍ରତ୍ୟେକ ମୁହୂର୍ତ୍ତରେ ତାକୁ ଅଟକାଇବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ସେ ଜବରଦସ୍ତ ଆଖି କାନ ବନ୍ଦ କରିଦିଏ। ଅପରେସନର ଦିନ ଆସିଲା। ଗୋଟିଏ ମାଙ୍କଡ଼କୁ ମାରି ଡାକ୍ତର ତାର ହୃଦୟ କାଢ଼ିଲା। ତାପରେ ଜମିଦାରର ମୃତ ଶବକୁ ଚିରି ତାର ହୃଦୟ ବାହାର କଲା ଓ ଗୋଟିଏ କାଚ ବୋତଲରେ କିଛି କେମିକାଲ ପୁରାଇ ରଖିଲା। ଜମିଦାରର ହୃଦୟ ଶୁଖି କଳା ପଡ଼ିଯାଇଥିଲା, କିନ୍ତୁ ମାଙ୍କଡ଼ର ହୃଦୟ ଫକ୍ ଫକ୍ ହେଇ ଡେଉଁଥାଏ। ଅପରେସନ ସରିଲା। ଡାକ୍ତର ଛାତିକୁ ସିଲେଇ କରି ମାଙ୍କଡ଼ର ହାର୍ଟକୁ ତା ଜାଗାରେ ଲଗାଇ ଦେଇଥିଲା। କହିଥିଲା, ସକାଳ ହେବା ଯାଏଁ ଅପେକ୍ଷା କର। ତୁମେ ତୁମ ବାପାଙ୍କୁ ଚାଲିବାର ଦେଖିପାରିବ। ସେ ପୁଣି ଥରେ ତୁମ ସହ କଥା ହେବେ, ତୁମକୁ ଦେଖିପାରିବେ, ତୁମକୁ କୁଣ୍ଢାଇ ପାରିବେ। ବିକି ଖୁସି ହୋଇ ଲକ୍ଷ ଲକ୍ଷ ଟଙ୍କା ସେ ଡାକ୍ତରର ଅଣ୍ଟିରେ ଓଜାଡ଼ି ଦେଲା। ଏବେ ବିକିକୁ ଅପେକ୍ଷା ଥିଲା, ତା ବାପା ସକାଳୁ ଉଠି ପ୍ରଥମେ ତାକୁ ଦେଖିବେ। ସେ ରାତିସାରା ତାଙ୍କ ଶବ ପାଖରେ ବସି ରହିଥିଲା। ସେ ଶେଷ ସୀମାରେ ଥାଏ। ତାର ଧୈର୍ଯ୍ୟକୁ କେବଳ ପତଳା ସୂତାଟିଏ ଧରିକି ରଖିଥିଲା। ଏମିତି ରାତି ପାଇଗଲା। ତାର ଆଖି ଖୋଲିଲା ବେଳକୁ ଦିନର 10ଟା ବାଜିଲାଣି। ପ୍ରଥମେ ତାର ନାକରେ ପଚା ଗନ୍ଧ ବାଜିଲା। ସେ ଗତ ରାତିରେ ଫ୍ରିଜ୍ ବନ୍ଦ କରିଦେଇଥିଲା, କାଳେ ବାପାଙ୍କୁ ନିଦରୁ ଉଠିଲା ପରେ ଶୀତ ଲାଗିବ। ସକାଳୁ ଉଠିଲା ପରେ ତାର ଚେହେରା ଉପରେ ଗୋଟେ ଚମକ ଥିଲା। ସେ ନିଜ ଖୁସିକୁ ସମ୍ଭାଳି ପାରୁନଥାଏ। ଭାବିଲା ବାପା ଆଖି ଖୋଲି ତାକୁ ଉଠାଇବାର ଅପେକ୍ଷା କରିଥିବେ। ସେ ଉଠି ବାକ୍ସରେ ଝାଙ୍କି ଦେଖିଲା। ଡେଡ୍ ବଡିରେ କିଛି ହଲଚଲ ନାହିଁ। ଆହୁରି ପଚା ଗନ୍ଧ ପଡ଼ିଯାଇଛି। ମାଛି ଦଳେ କ୍ଷତ ଜାଗାରେ ଭଣ ଭଣ ହେଉଛନ୍ତି। ସେ ଶବକୁ ହଲେଇ ଆବାଜ ଦେଲା, ବାପା, ବାପା, ଉଠ ବାପା। ତୁମର ଦୁର୍ବଳ ହୃଦୟକୁ ମୁଁ ବଦଳାଇ ଦେଇଛି। ଉଠ ବାପା। ଶବ ଶବ ଭଳି ପଡ଼ିଥାଏ। କୌଣସି ହଲଚଲ ନାହିଁ। ବିକି ତଳକୁ ନାଇଁ ଛାତିରେ କାନ ଜାକି ଦେଖିଲା। ମାଙ୍କଡ଼ର ହୃଦୟ ସ୍ପନ୍ଦନ କରିବା ବନ୍ଦ କରିଦେଇଥିଲା। ସେ ଦେଖିଲା ଅପରେସନର ଜାଗାରୁ ପୋକ ଚାଲିଲାଣି। ତା ଚେହେରା ଉପରେ ଗୋଟେ ଉଦାସ ଭାବ ଖେଳିଗଲା। ମୁହଁରେ ହାତ ଦେଇ ବହେ କାନ୍ଦିଲା। ଶେଷରେ ରାଗିଯାଇ ତାର ବାପାର ଛାତିକୁ ଖାଲି ହାତରେ ଚିରି ଫାଡ଼ି କରିଦେଲା। ଦେଖିଲା ମାଙ୍କଡ଼ର ହୃଦୟ ଭିତରେ ଶୁଖି ପଚିବାକୁ ଲାଗିଲାଣି। ଏହା ଦେଖି ତାର ମନ, ତାର ଆଶା ପୁଣି ଭାଙ୍ଗି ଚୁନଚୁନା ହୋଇଗଲା। ଡାକ୍ତର, ଡାକ୍ତର କହି ଡାକ ଛାଡ଼ିଲା। ଘରେ କେହି ନାହାନ୍ତି। କେହି ତାର ଡାକ ଶୁଣିଲେ ନାହିଁ।
ଡାକ୍ତର ରୁମ୍ ପୁରା ସଫା। ସ୍କାମ୍ ହେଇଗଲା। ସେ ଡକ୍ଟର ଫେରାର। ତଳେ ବସି ମୁଣ୍ଡ ପିଟି କାନ୍ଦୁଥିଲା ବିକି। ତା ପାଖରେ ବସି ପୁଅର ପାଗଳାମୀକୁ ଦେଖୁଥିଲା ବାପାର ଅତୃପ୍ତ ଆତ୍ମା। ସେ ବି କାନ୍ଦି କାନ୍ଦି କହିଲା, ବାପାରେ ବାସ୍ କର, ବହୁତ ହେଇଗଲା। ଏବେ ତ ମୋ ଶରୀରକୁ ମୁକ୍ତି ଦେଇଦେ। ଦେଖ ତୁ କ'ଣ କ'ଣ କରିଛୁ ମୃତ ଶରୀର ସହ। ହଜାର ହଜାର କଟ୍। କ'ଣ ଚାହୁଁଛୁ ତୁ? ମୋତେ ମାରିବାକୁ ଚାହୁଁଛୁ? ମୁଁ ତ ମରିସାରିଲିଣି। ତାର କାନ ସାରା ଏ ଶବ୍ଦ ବାଜୁଥାଏ। ରାଗରେ ଆସି ଗୋଟେ ମୁନିଆ କେଞ୍ଚି ତାର ବାପାର ଆତ୍ମା ଆଡ଼କୁ ଫୋପାଡ଼ିଲା। କେଞ୍ଚି ଯାଇ ବାଜିଲା ଆଇନାରେ ଓ ତାହା ଚୁନା ଚୁନା ହୋଇଗଲା। ବାପାର ଆତ୍ମାର ପ୍ରତିବିମ୍ବ ସେହି ଚୁନା କାଚରେ ଭାଗ ଭାଗ ହୋଇ ଦୃଶ୍ୟମାନ ହେଉଥାଏ। ଏବେ ତାର ବାପାର ଆତ୍ମା ରାଗି ଯାଇଥିଲେ। ସେହି ଦିନଠାରୁ ତାର ବାପାର ଆତ୍ମା ଆଉ ତା ପୁଅକୁ ଦେଖାକଲା ନାହିଁ। ବିକି ବି ଅନୁତାପରେ ନିଜକୁ ଘର ଭିତରେ ବନ୍ଦ କରିଦେଲା। ନା ଘରୁ ବାହାରିଲା, ନା କୌଣସି ଚାକର ବାକରକୁ ଘରେ ପଶିବାକୁ ଅନୁମତି ଥିଲା। ସେ ଶବ ସହ କ'ଣ କଲା ଖାଲି ସେ ଜାଣେ। ଦିନେ ବର୍ଷା ଘଡ଼ଘଡ଼ି ରାତିରେ ଶାନ୍ତିରେ ଶୋଇଥିଲା ବିକି। ଛାତର କବାଟରେ କିଏ ଆସି ଡାକ ଛାଡ଼ିଲା ଓ କବାଟକୁ ଜୋର ଜୋରରେ ପିଟିଲା। ବିକି ନିଦରେ ବିଳି ବିଳି ହୋଇ କବାଟ ଖୋଲିଲା। ଦେଖିଲା ବାହାରେ କେହି ନାହାନ୍ତି। ବିଜୁଳି ଚମକୁଛି। ଗୋଟିଏ କାଠର ବାକ୍ସ କିଏ ଗୋଡ଼ ପୋଛା ପାଖରେ ଛାଡ଼ି ଦେଇ ଯାଇଛି। ବିକି କେବଳ ସେଇ ବାକ୍ସକୁ ଧରି ଘରକୁ ଆଣିଲା। ଲଣ୍ଠନ ପାଖରେ ବସି ବାକ୍ସକୁ ଖୋଲିଲା। କିଛି ନାହିଁ ତା ଭିତରେ, ଖାଲି ଖଣ୍ଡିଏ ଚିଠି। ତାହା ବି ପୁଣି ଗୋଟିଏ ଲାଇନ୍ର, ତୁ ଯାହା କରିଛୁ ତାର ଫଳ ତତେ ଭୋଗିବାକୁ ପଡ଼ିବ। ଏହା ଲେଖାଥିଲା ସେଥିରେ। ବିକି ଏହାକୁ ସିରିୟସଲି ନେଇନଥିଲା। ବାକ୍ସ ଓ ଚିଠିକୁ ନେଇ ସେ ଘରର ଭୂତଳ କୋଠରୀରେ ଫୋପାଡ଼ି ଦେଇ ତାଲା ମାରିଦେଲା। ତାପରେ ସେ ଶାନ୍ତିରେ ଖଟରେ ଶୋଇବାକୁ ବେଡ୍କୁ ଫେରିଲା। କିନ୍ତୁ ଶୋଇପାରିଲା ନାହିଁ। ବାହାରେ ଘଡ଼ଘଡ଼ି ଆଉ ମହଲ ଭିତରକୁ କିଏ ଆସି ସାରିଥିଲା। କାନ୍ଥରେ ଭୟାନକ ପରଛାଇ ଗୁଡ଼ିକ ନୃତ୍ୟ କରୁଥିଲେ। ଏକ ବିକଟାଳ ଶବ୍ଦ ପୁରା ରାତି ବେସମେଣ୍ଟ ଭିତରୁ ଆସୁଥିଲା। ରାଗରେ ସେ ବେସମେଣ୍ଟକୁ ଗଲା ଓ ସେ ବାକ୍ସକୁ ଖୋଜିବାକୁ ଲାଗିଲା। ଯେଉଁଠି ଫୋପାଡ଼ିଥିଲା ସେଇଠି ଦେଖିଲା ବାକ୍ସ ନାହିଁ। ହଠାତ୍ କିଏ କବାଟ ଠକ୍ ଠକ୍ କଲା। ପୁଣି କିଏ ରାତି ଅଧରେ। କବାଟ ଖୋଲିଲା ବେଳକୁ ଆଉ ଥରେ କେହି ବି ନଥିଲେ। ପଛ ପାଖରେ ପଡ଼ିଛି ସେଇ ପୁରୁଣା ବାକ୍ସ। ଆଶ୍ଚର୍ଯ୍ୟ, ମୁଁ ତ ଆକୁ ଏବେ ବେସମେଣ୍ଟରେ ଫୋପାଡ଼ି ଆସିଥିଲି। ଏହାକୁ ଏଠିକି କିଏ ଆଣିଲା? ସେ ତାକୁ ସେହିଠାରେ ଫୋପାଡ଼ି ଦେଇ ଆସିଥାନ୍ତା। ତାପରେ ଭାବିଲା କିଏ ପଠାଇଥିବ। ସେ ଖୋଲିକି ଦେଖିଲା। ଏଥର ଆଉ ଗୋଟେ ଚିଠି ଥିଲା। ଚିଠିରେ ଲେଖାଥିଲା, ଆମେ ଆସୁଛୁ ତତେ ନେବା ପାଇଁ। ସେ ରାଗରେ ବାକ୍ସଟିକୁ ଫୋପାଡ଼ି ଦେଇଥାନ୍ତା, କିନ୍ତୁ ସେ ଭାବିବାକୁ ଲାଗିଲା, କିଏ ଏମିତି କରୁଛି? କ'ଣ ଚାହୁଁଛି ସେ? ସେ ଭାବି ଭାବି ତାର ମୁଣ୍ଡ କିଛି କାମ କଲା ନାହିଁ। ବାକ୍ସକୁ ଫୋପାଡ଼ିବା ବଦଳରେ ସେ ତାକୁ ନେଇ ଚିମିନି ପାଖକୁ ଗଲା। ସେଠାରେ ଜଳନ୍ତା ନିଆଁରେ ଫୋପାଡ଼ି ଦେଲା। ବାକ୍ସଟିକୁ ଜଳୁଥିବାର ସେ ଦେଖୁଥାଏ। ସବୁ କିଛି ଶାନ୍ତ ଥିଲା ସେଇ ବଖରାରେ। ହଠାତ୍ କାହାର ଗୋଟେ ଭାରି ନିଶ୍ୱାସ ତାର ବେକରେ ବାଜିଲା। ସେ ଡରି ସମ୍ଭାଳି ପଛକୁ ଚାହିଁଲା। କେହି ନାହାନ୍ତି। ତାପରେ ଦେଖିଲା ଗୋଟେ ବଡ଼ ଡେଙ୍ଗା ପରଛାଇ ତାର ସାମ୍ନା ବାଟ ଦେଇ ରେଫ୍ରିଜରେଟର ରୁମ୍କୁ ଚାଲିଗଲା। କିଏ ସେଠି? କିଏ ସେଠାରେ? କିଏ କହୁନ କ'ଣ ପାଇଁ? ବିକି ତାର ପିଛା କଲା। ଦେଖିଲା ରେଫ୍ରିଜରେଟର ରୁମ୍ ଖୋଲା ପଡ଼ିଛି ଆଉ କେଁ କେଁ ଆବାଜ ବାହାର କରୁଛି। ସେ କବାଟକୁ ପୁରା ମେଲା କରି ଭିତରେ ଝାଙ୍କି ଦେଖିଲା। ଫ୍ରିଜର ବାକ୍ସଟି ଖୋଲା ଅଛି। ସେଠାରେ ସେ ତାର ବାପାର ଶବକୁ ରଖିଥିଲା। ଏତେ ସବୁ ହେଲା ପରେ ବି ସେ ତାର ବାପାର ଶବକୁ ସଂସ୍କାର କରିନଥିଲା। ସେ ଡରି ମରି ଫ୍ରିଜ୍ ପାଖରେ ପହଞ୍ଚିଲା। ତାର ବାପାର ଲାଶ ଆଉ ବାକ୍ସ ଭିତରେ ନାହିଁ। ଖାଲି ତା ଭିତରେ କଳା ରକ୍ତ ଲାଗିଛି। ସେ କିଛି ଚିନ୍ତା କରିବା ଆଗରୁ ଗୋଟିଏ ଥଣ୍ଡା ହାତ ତା ବେକକୁ ଛୁଇଁଲା। ବିକି ଭୟରେ ଥରି ଉଠି ପଛକୁ ଚାହିଁଥିଲା।
ଦେଖିଲା ତାର ବାପାର ମୃତ ଶବ ଭୟାନକ ରୂପ ନେଇ ପଛରେ ଛିଡ଼ା ହୋଇଛି। ଆଖିର ଡୋଳାଗୁଡ଼ିକ ଶୁଖି ଧଳା ପଡ଼ିଯାଇଥିଲା। କାନ ଗୁଡ଼ିକ ଫାଟି ତା ଭିତରୁ ପୋକ ବାହାରୁଥାନ୍ତି। ହାତ ଗୋଡ଼ ବରଫ ପରି ଥଣ୍ଡା। ଉଲଗ୍ନ ଅବସ୍ଥା। ଖପୁରିରେ ଗୋଟିଏ ଦୁଇଟା ଚୂଳ ବଞ୍ଚିଥିଲା। ସେ ବିକୃତି ଚେହେରା ଦେଖି ବିକିର ନିଶ୍ୱାସ ତଣ୍ଟିରେ ଅଟକି ରହିଗଲା। ସେହି ଅନ୍ଧାର ଥଣ୍ଡା ରୁମ୍ରେ ତା ବାପାର ଆତ୍ମାକୁ ଛାଡ଼ି ଆଉ ଦୁଇଟି ଅଜଣା ଆତ୍ମା ବି ଥିଲେ। ବିକିର ଗୋଡ଼ ହାତ କିଛି କାମ କଲା ନାହିଁ। ଭୟରେ ପାରାନାଇଜ୍ ହୋଇ ସେ ତଳେ ଚଟାଣ ଉପରେ ଦୁମ୍ କରି ପଡ଼ିଲା। ତାର ଆଖି ଚଉଡ଼ା ହୋଇଯାଇଥିଲା। ତାର ବାପା ତା ପାଖକୁ ଚାଲି ଚାଲି ଆସିଲେ। ତାର ବାପାର ଆତ୍ମା ପଛରେ ଅନ୍ୟ ଦୁଇଟି କଳା ଡେଙ୍ଗା ପରଛାଇ ଅଜବ ଚେହେରା କରି ଅନାଇ ରହିଥାନ୍ତି। ଗୋଟେ ଭୟାନକ ହସ ତିନି ଜଣଙ୍କ ମୁହଁରେ ଥିଲା। ସେମାନେ ଅପେକ୍ଷା କରିଥିଲେ ବିକିର ମରିବାକୁ। ଶେଷରେ ବିକିର ବାପାର ଆତ୍ମା ତାର ମୁଣ୍ଡ ପାଖକୁ ନେଇ ଧୀର କଣ୍ଠରେ କହିଲା, ପୁଅ, ମୁଁ ଜାଣିଛି ତୁ ମୋତେ କେତେ ଭଲ ପାଉ। ମୋତେ ଏସବୁ ପାଇଁ କ୍ଷମା କରିଦେବୁ। ମୁଁ ଜାଣିଛି ତୁ ମୋତେ କେବେ ଯିବାକୁ ଦେଇନଥାନ୍ତୁ। ସେଥିପାଇଁ ମୁଁ ମୋର ଦୁଇ ବନ୍ଧୁଙ୍କୁ ଡାକି ଆଣିଛି। ସେମାନେ ତୋତେ ମୋ ସହ ନେଇଯିବେ। ବିକି ଆଖି ବୁଜିଦେଲା। ତାର ହୃଦୟ ବନ୍ଦ ପଡ଼ିଗଲା। ସଙ୍ଗେ ସଙ୍ଗେ ପୁରା ମହଲର ବିଜୁଳି ଚାଲିଗଲା। ସବୁକିଛି ପୂର୍ବପରି ଶାନ୍ତ ପଡ଼ିଯାଇଥିଲା। ଏମିତିକି ଘଣ୍ଟାର କଣ୍ଟା ଗୁଡ଼ିକ ବି ରହିଯାଇଥିଲେ। ସେଇ ଦୁଇଟି ପରଛାଇ ବିକିର ଆତ୍ମାକୁ ସେଇ ବାକ୍ସ ଭିତରେ କଏଦ କରି ସେହି ଘରେ କେଉଁଠାରେ ଫୋପାଡ଼ି ଦେଇ ଚାଲିଗଲେ। ସେହି ଦିନଠାରୁ ସେହି ମହଲଟି ଖଣ୍ଡରେ ରୂପାନ୍ତରିତ ହୋଇଗଲା। ବର୍ତ୍ତମାନ ସେଠାରେ କେହି କାମ କରୁନାହାନ୍ତି। ସେଇ ଘରର ରୋଷେଇଆ ଓ କାମବାଲି ଏହି ଘଟଣା ପରଠାରୁ ସେ ଘର ଛାଡ଼ିଦେଲେ। କହୁଥାନ୍ତି ସେ ଘରେ ସେମାନଙ୍କୁ କାନ୍ଥ ଭିତରୁ ବିକଟାଳ ଚିତ୍କାର ଓ କାନ୍ଦ ଶୁଭୁଛି। ରାତିରେ ଗଛର ଛାଇମାନେ କାନ୍ଥରେ ନୃତ୍ୟ କରୁଛନ୍ତି। ସେ ଘର ହଣ୍ଟେଡ୍। ବହୁତ ଅସାଧାରଣ ଘଟଣା ସେମାନଙ୍କ ସହ ଘଟିଲା। ମରୁ ମରୁ ବଞ୍ଚି ଯାଇଛନ୍ତି। ଘଟଣାର କିଛି ସପ୍ତାହ ପରେ ସେ ମହଲଟି ଗାଁବାଲାଙ୍କ ପାଇଁ ଗୋଟିଏ ଦୁଃସ୍ୱପ୍ନ ପାଲଟିଗଲା। କ୍ଷୀରବାଲା, ପେପରବାଲା ଯେ କେହି ବି ବିଳମ୍ବ ରାତିରେ ସେ ମହଲ ବାଟ ଦେଇ ଫେରୁଥିଲେ ତାଙ୍କୁ ବହୁତ ଅଜବ ଅନୁଭବ ହେଉଥିଲା। ହଠାତ୍ ଜୋର ଜୋରରେ ମୁଣ୍ଡ ବିନ୍ଧିବା, ନିଶ୍ୱାସ ନେଇ ନପାରିବା, ଯେମିତି କିଏ ତାଙ୍କ ବେକକୁ ପଛରୁ ଚିପି ଧରିଛି। ଗାଁ ଲୋକମାନେ ଅଧା ସତ ଜାଣିଥିଲେ। ସେମାନେ ଭାବୁଥିଲେ ଜମିଦାର ମଲା ପରେ ତାଙ୍କ ପୁଅ ତାଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲା, କିନ୍ତୁ ସେ ବିଫଳ ହୋଇଥିଲା। ସେଥିପାଇଁ ସେ ନିରାଶ ହୋଇ ନିଜକୁ ଫାଶୀରେ ଝୁଲାଇ ଆତ୍ମହତ୍ୟା କରିଛି। ବର୍ତ୍ତମାନ ଦୁଇ ଜଣଙ୍କ ଅତୃପ୍ତ ଆତ୍ମା ସେ ମହଲକୁ ପ୍ରେତବାଧିତ କରିକି ରଖିଛି। ଖାଲି ବିୟର ବୋତଲଟି ଗଡ଼ି ଗଡ଼ି ବାଲକୋନିରୁ ତଳେ ପଡ଼ି ଚୂନା ହୋଇଗଲା। ତିନି ଜଣ କାହାଣୀ ଦୁନିଆରୁ ବାସ୍ତବକୁ ଫେରିଆସିଲେ। ତିନି ଜଣଙ୍କୁ ପ୍ରବଳ ନିଶା। ମାନସର ଭୟାନକ କାହାଣୀକୁ ମଜାକରେ ନେବା ଆରମ୍ଭ କରିଦେଇଥିଲେ ଶିବୁ ଆଉ କିଶନ। ଶିବୁ କହିଲା, କିଶନ, ତତେ ଡର ଲାଗୁଛି କି? ମୋତେ ତ ଟିକିଏ ବି ଡର ଲାଗୁନାହିଁ। କିଶନ କହିଲା, ଏ ଖାଲି ମନଗଢ଼ା କାହାଣୀ କହୁଛି। ଏସବୁ ଥୋଡ଼ି ନା ସତ। ଡରିବା କ'ଣ ପାଇଁ? ଲୋକ କାନକୁ କାନ କହି କଥାକୁ ବଡ଼ କରିଥାନ୍ତି। ନହେଲେ ଭୂତ ପ୍ରେତ କିଛି ବି ନାହାନ୍ତି। ମାନସ ନିଶାରେ ହସିଲା। ତାକୁ ହସିବାର ଦେଖି ଶିବୁ ଓ କିଶନ ଦ୍ୱନ୍ଦ୍ୱରେ ପଡ଼ିଗଲେ। ଭାଇ, ତୁ ହସୁଛୁ କ'ଣ ପାଇଁ? ସେ ଲଗାତାର ହସି ଚାଲିଥାଏ। ଶିବୁ କହିଲା, ଭାଇ, ଏବେ ଡର ଲାଗିଲା। କ'ଣ ପାଇଁ ହସୁଛୁ କହୁନୁ କାହିଁକି? ତାପରେ ମାନସ କହିଲା, କାହାଣୀର ମୁଖ୍ୟ ଭାଗ ତ ମୁଁ କହିବାକୁ ଭୁଲି ଯାଇଛି। ସେଥିପାଇଁ ତୁମମାନଙ୍କୁ ଡର ଲାଗିଲା ନାହିଁ। କ'ଣ ସେଟା? କିଶନ ପଚାରିଲା। ସେମିତି କିଛି ଇମ୍ପୋର୍ଟାଣ୍ଟ ନୁହେଁ। ଆମେ ଏବେ ଯେଉଁଠି ବସି ମଦ ପିଉନା, ସେହି ମହଲଟି ହେଉଛି ସେହି ଜମିଦାର ଓ ତା ପୁଅର। ଏ ଘଟଣା ଏଇ ଘରେ ଘଟିଥିଲା। ଶିବୁ ପାଟିରୁ ମଦ ବାହାରି ଆସିଲା। ଭାଇ, ତୁ ମଜାକ କରୁନୁ ତ? ଦେଖ, ମୋର ନିଶା ଛାଡ଼ିଗଲାଣି ତୋ କଥା ଶୁଣି। ହଁ, ଏଇଟା ସତ।
ଏଇଟା ହେଉଛି ବଡ଼ହାଟି ଗାଁ ଆଉ ଆମେ ବର୍ତ୍ତମାନ ସେ ପ୍ରେତବାଧିତ ମହଲରେ ଅଛେ। ଦୁଇ ଜଣ ଡରିକି ଛାନିଆ ଅଟକି ଅଟକି ପଚାରିଲେ, ମାନସ ତୁ ତ ଏ ଗାଁର ନୁହେଁ, ତାହେଲେ ତୁ ଏ ଜାଗା ଓ ସେ କାହାଣୀ ବିଷୟରେ ଏତେ ଡିଟେଲ୍ସ କେମିତି ଜାଣିଲୁ? ମାନସ ମୁରୁକି ହସି କହିଲା, କାରଣ ଏଇଟା ମୋ ଘର। ହଠାତ୍ ଶିବୁର ଫୋନ୍ ରିଙ୍ଗ ହୋଇ ଉଠିଲା। ମାନସ କଲ୍ କରିଛି। ଏହା ଦେଖି ଶିବୁର ଆଖି ଚଉଡ଼ା ହୋଇଗଲା। ସେ ଧୀର ସ୍ୱରରେ କିଶନକୁ ଡାକି ଫୋନ୍ ଦେଖାଇଲା। ଦୁଇ ଜଣ ଝାଳରେ ଗାଧେଇ ପଡ଼ିଲେ। ଆରେ ଏ ଶଳା ତ ଏଠି ବସିଛି, ଆଉ ତା ଫୋନ୍ ନମ୍ବରରେ କିଏ ଆମକୁ କଲ୍ କଲା? ସେମାନେ ଧୀରେ ଧୀରେ ସେ କଲ୍କୁ ରିସିଭ୍ କଲେ। କଲ୍ରେ ମାନସ ଶୋଧିବା ଆରମ୍ଭ କରିଦେଇଥିଲା। ଶଳା, ଏକ କହିକି ମୁଁ 5 ମିନିଟ୍ ଯାଇଛି କି ନାହିଁ, ତମେ ଦିଟା ମୋତେ ଛାଡ଼ି ଦେଇ ଚାଲିଗଲ। ଭାଇ ତୁ ତ ମୋ ସାମ୍ନାରେ ବସିଛୁ। ଶଳା ମଦ ପିଇଛ ନା ଦିଟା? ଯଦି ମୋ ଭାଗ ପିଇଥିବ ତୁମ ବେକ ମଡ଼ିଦେବି ଆଉ ସେଇଠି ପୋତି ଦେବି। ଫୋନ୍ କଟିଗଲା। ହାତରେ ମୋବାଇଲର ଫ୍ଲାସ୍ ଲିଭିଗଲା। ତାପରେ ଜଳିଲା ବେଳକୁ ମାନସ ସାମ୍ନାରେ ନାହିଁ। ଦୁହେଁ ହାଉଳି ଖାଇ ପରସ୍ପରକୁ କୁଣ୍ଢାଇ ପକାଇଲେ। ପୁରା ମହଲର ଲାଇଟ୍ ହଠାତ୍ ପୁଣି ଥରେ ଜଳି ଉଠିଲା ଓ ରାସ୍ତାଘାଟକୁ ହାଲର କରିଦେଲା। ସେତେବେଳେ ସେମାନେ ଦେଖିଲେ ମାନସ ଜାଗାରେ ଆଉ କିଏ ଅସାମାନ୍ୟ ଭାବରେ ବସିଛି। ବିକୃତି ଚେହେରା, ଆଖି ରକ୍ତ ପରି ନାଲି, ରାଜକୀୟ ପୋଷାକ ପିନ୍ଧିଛି। ଦାନ୍ତ ପଦାକୁ ବାହାର କରି ଗୋଟେ ଜୋକର ପରି ରେଢ଼ି ମେଲାଇ ହସୁଛି। ସେ ବିକିଥିଲା ଓ ତା ପଛରେ ଆଉ ଦୁଇଟି କଳା ଡେଙ୍ଗା ପରଛାଇ ତାଙ୍କ ସହ ଅପେକ୍ଷାରେ ଥିଲେ। ଗୋଟେ ସେକେଣ୍ଡ ହେଇଥିଲା ଏ ଦୃଶ୍ୟକୁ, ତାପରେ ପୁରା ମହଲର ଲାଇଟ୍ ପୁନର୍ବାର ଲିଭିଗଲା ଓ ଦୁହିଁଙ୍କର ବିକଳ ଚିତ୍କାର ମହଲର ବାହାରକୁ ଶୁଭିଲା। ଘଡ଼ଘଡ଼ି ପରି ଆସିଲା ଓ ଚାଲିଗଲା। ତେବେ ଦର୍ଶକ ବନ୍ଧୁ, ଇଏ ତ ଥିଲା ଆଜିର କାହାଣୀ। ଯଦି ଏହି କାହାଣୀଟି ଆପଣମାନଙ୍କୁ ପସନ୍ଦ ଆସିଥାଏ, ତାହେଲେ ଭିଡ଼ିଓକୁ ଗୋଟେ ଲାଇକ୍ କରି ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ, ଯାହାଫଳରେ ଆଗକୁ ଏମିତି ନୂଆ ନୂଆ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ପୁଣି ଦେଖା ହେବ ଆଉ ଏକ ନୂଆ ଏପିସୋଡ଼ରେ ଏମିତି ଆଉ ଏକ ଭୟଙ୍କର କାହାଣୀ ସହ। ଧନ୍ୟବାଦ।